ଆଜି ଆମେ ଜାଣିବା ଶ୍ରୀ ଜଗନ୍ନାଥଙ୍କର ଉତ୍ପତ୍ତି ବିଷୟରେ। ଶ୍ରୀ ଜଗନ୍ନାଥଙ୍କ ଉତ୍ପତ୍ତି ସମ୍ବନ୍ଧରେ ବିଭିନ୍ନ ଗ୍ରନ୍ଥରେ ଅନେକ କଥା କୁହାଯାଇଛି। ଏହି କଥା ଅନୁସାରେ ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନ ନାମକ ଜଣେ ମହାରାଜା ସେ ଅବନ୍ତୀ ରାଜ୍ୟରେ ରାଜ କରୁଥିଲେ। ସେ ବଡ଼ ବିଷ୍ଣୁ ଭକ୍ତ ଥିଲେ। ଥରେ ସେ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ନିଶ୍ଚୟ କଲେ। ସେ ସମୟରେ ନୀଳଗିରିରେ ଭଗବାନ ବିଷ୍ଣୁଙ୍କର ନୀଳମାଧବ ମୂର୍ତ୍ତି ପୂଜା ପାଉଥିଲେ। ଏହି ସମ୍ବାଦ ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ ସେହି ବିଷ୍ଣୁ ମୂର୍ତ୍ତିକୁ ଖୋଜିବା ପାଇଁ ବ୍ରାହ୍ମଣମାନଙ୍କୁ ପଠାଇଲେ। ସେମାନଙ୍କ ମଧ୍ୟରେ ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣ ଥିଲେ। ସେ ଏଣେ ତେଣେ ବୁଲି ସମୁଦ୍ର କୂଳରେ ବିଶ୍ୱାବସୁ ନାମକ ଜଣେ ଶବରଙ୍କୁ ପାଇଲେ ଆଉ ତାଙ୍କ ଘରେ ସେ ପହଞ୍ଚିଲେ। ତାଙ୍କର ଗୋଟେ ସୁନ୍ଦର ଝିଅଟେ ଥିଲା। ତା ଝିଅର ନାଁ ହେଉଛି ଲଳିତା। ତା ପ୍ରେମରେ ସେ ପଡ଼ିଗଲେ। ତାପରେ ସେ ଲଳିତାକୁ ବିବାହ କଲେ। ଶବର ରାଜା ବିଶ୍ୱାବସୁ ନୀଳଗିରି ଉପରେ ଭଗବାନ ବିଷ୍ଣୁଙ୍କୁ ନୀଳମାଧବ ରୂପରେ ରଖି ପୂଜା କରୁଥିଲେ। ଏହା ଜାଣିବା ପରେ ବିଦ୍ୟାପତି ବହୁତ ଖୁସି ହେଲେ। କିଛି ଦିନ ପରେ ସେ ବିଶ୍ୱାବସୁଙ୍କ ମନରେ ବିଶ୍ୱାସ ଜନ୍ମାଇ ଭଗବାନ ନୀଳମାଧବଙ୍କୁ ଦର୍ଶନ କରିବାକୁ ଗଲେ। ପରେ ସେ ଆସି ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ସବୁ କଥା କହିଦେଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନ ବହୁ ସୈନ୍ୟ ସାମନ୍ତ ନେଇ ନୀଳମାଧବଙ୍କୁ ଆଣିବା ପାଇଁ ଗଲେ। କିନ୍ତୁ ସେ ଦେଖିଲେ ନୀଳମାଧବଙ୍କ ବିଗ୍ରହ ସେଠାରେ ନାହିଁ। ସେ ଭୟ କରିଗଲେ। ସେ ସମୟରେ ରାଜାଙ୍କୁ ଗୋଟେ ଦୈବବାଣୀ ହେଲା, ମହାରାଜ ସମୁଦ୍ର କୂଳରେ ବାଙ୍କି ନଦୀ ମୁହାଣ ପାଖରେ ପାଣି ଭିତରେ ଆପଣ ଖଣ୍ଡିଏ ଦାରୁ ବା କାଠ ମିଳିବ। ସେହି ଦାରୁରେ ଆପଣ ବିଗ୍ରହ ନିର୍ମାଣ କରି ସ୍ଥାପନ କରନ୍ତୁ। ଏହି ଦୈବବାଣୀ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସେ ଦାରୁ ଆଣି ତହିଁରେ ସେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ମୂର୍ତ୍ତି ନିର୍ମାଣ କରାଇଥିଲେ।